ଫାର୍ଷ୍ଟ ଡେ ପ୍ରଥମ ଦିନ, ଫାର୍ଷ୍ଟ ଲେସନ୍ ପ୍ରଥମ ପାଠ, ଇଂରାଜୀରେ ଶିଷ୍ଟାଚାର। ସକାଳରୁ ପ୍ରାୟ ଦିନ 12 ଘଣ୍ଟା ପର୍ଯ୍ୟନ୍ତ ଆପଣ ଯାହାକୁ ଭେଟିବେ କହିବେ ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ ପାପା, ଗୁଡ୍ ମର୍ଣ୍ଣିଂ ମାମା, ଗୁଡ୍ ମର୍ଣ୍ଣିଂ ସାର୍, ଗୁଡ୍ ମର୍ଣ୍ଣିଂ ମ୍ୟାଡ଼ାମ୍। ଗୁଡ୍ ମର୍ଣ୍ଣିଂ ପୂର୍ବରୁ ହାଲୋ ହାଏ ଉଚ୍ଚାରଣ ହେଲେ ମଧ୍ୟ କଥାବାର୍ତ୍ତା ଢଙ୍ଗ ଅଧିକ ସ୍ମାର୍ଟ ଲାଗିବ। ନିଜ ବୟସର ଅଥବା ନିଜଠାରୁ କମ୍ ବୟସର ହୋଇଥିଲେ ହାଲୋ ହାଏ ସୁନ୍ଦର ଲାଗିବ। ହାଲୋ ବେବି, ଗୁଡ୍ ମର୍ଣ୍ଣିଂ। ହାଲୋ ବେବି, ଗୁଡ୍ ମର୍ଣ୍ଣିଂ। ହାଲୋ ରାକେଶ, ଗୁଡ୍ ମର୍ଣ୍ଣିଂ ଇତ୍ୟାଦି। ଛୋଟ ଏବଂ ଗେହ୍ଲା ଝିଅ ହୋଇଥିଲେ ସୁଇଟ୍ ବେବି ଅଥବା ବେବି ଡଲ୍ ଅଧିକ ଅନ୍ତରଙ୍ଗ ମନେ ହେବ। ସ୍ତ୍ରୀ ହୋଇଥିଲେ ସ୍ୱାମୀଙ୍କୁ, ସ୍ୱାମୀ ହୋଇଥିଲେ ସ୍ତ୍ରୀଙ୍କୁ, ପ୍ରେମିକା ତାଙ୍କ ପ୍ରେମିକାକୁ, ପ୍ରେମିକ ତାଙ୍କ ପ୍ରେମିକାକୁ ସୁଇଟ୍ ହାର୍ଟ ବା ଡାର୍ଲିଂ ବୋଲି ସମ୍ବୋଧନ କରିବେ। ବର୍ତ୍ତମାନ ଦେଖିବା କେଉଁ ସମୟରେ କିଭଳି ଅଭିବାଦନ କରାଯାଏ। ଦ୍ୱିପ୍ରହର 1 ଘଣ୍ଟାରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ ଅଭିବାଦନ କଲାବେଳେ ଗୁଡ୍ ଆଫ୍ଟରନୁନ୍ କହିବେ। ଆବଶ୍ୟକ ଅନୁଯାୟୀ ସମ୍ବୋଧନ କରିବେ। ସନ୍ଧ୍ୟାରୁ ପ୍ରାୟ ଶୋଇବା ସମୟ ପର୍ଯ୍ୟନ୍ତ, ଅତି ବେଶୀରେ ରାତ୍ରି 10ଟା ପର୍ଯ୍ୟନ୍ତ ଗୁଡ୍ ଇଭିନିଂ କହିବେ। ରାତ୍ରିରେ ଶୋଇବାକୁ ଗଲାବେଳେ କିମ୍ବା ସେହି ରାତ୍ରିରେ କାହାକୁ ବିଦାୟ ଦେଲାବେଳେ ଗୁଡ୍ ନାଇଟ୍ କହିବେ। ଗୁଡ୍ ମର୍ଣ୍ଣିଂ, ଗୁଡ୍ ଆଫ୍ଟରନୁନ୍ ଏବଂ ଗୁଡ୍ ଇଭିନିଂ କହିଲା ଭଳି ଗୁଡ୍ ନାଇଟ୍ କହିବେନି। ଶୋଇବାକୁ ଯାଉଥିବା ବେଳେ ସୁଇଟ୍ ଡ୍ରିମ୍ସ କହିପାରିବେ। ସମୁଦାୟ ଭାବରେ ଅର୍ଥାତ୍ ସମୁଦାୟ ଦିନର କୌଣସି ସମୟରେ କାହାକୁ ବିଦାୟ ନେଉଥିଲା ବେଳେ କିମ୍ବା ବିଦାୟ ଦେଉଥିଲା ବେଳେ ହ୍ୟାଭ୍ ଏ ନାଇସ୍ ଡେ କହିବେ, ନଚେତ୍ ଗୁଡ୍ ଡେ ଟୁ ୟୁ କହିବେ। ବିଦାୟ ପାଇଁ ଗୁଡ୍ ବାଏ କିମ୍ବା ବାଏର ଉଚ୍ଚାରଣ ହୋଇଥାଏ। ପ୍ରାୟତଃ ସଂକ୍ଷିପ୍ତରେ ସହଜରେ ବାଏ କୁହାଯାଇଥାଏ। ଆପଣଙ୍କ ବିଦାୟୀ ସମୟ ଅଧିକ ଦୀର୍ଘ ହୋଇଥିଲେ ଗୁଡ୍ ବାଏ କହିବେ, କିନ୍ତୁ ଘରୁ ନିର୍ଦ୍ଦିଷ୍ଟ ସମୟ ପାଇଁ ବାହାରୁଛନ୍ତି ସେଠି ବାଏ କହିବେ। କେବେ କେମିତି ବାହାରିଗଲା ବେଳେ ଗୁଡ୍ ବାଏ କହିଦେଲେ ତ ସେଥିଲାଗି ବ୍ୟସ୍ତ ହେବାର ନାହିଁ। ଇଂରାଜୀର ଶିଷ୍ଟାଚାର ଜଗତ ଖୁବ୍ ବ୍ୟାପକ। ସାକ୍ଷାତ ଶେଷରେ ଆପଣ ସି ୟୁ ଏଗେନ୍ କହିବେ। ସବୁ ଠିକ୍ ଅଛି, ପୁଣି ଦେଖା ହେବ। ବିଦାୟ ଓକେ, ସି ୟୁ, ବାଏ। ଏବେ ଦେଖିବା ଆଉ କେତେକ ଶବ୍ଦ ବା ବାକ୍ୟମାନଙ୍କୁ ଯାହା ଶିଷ୍ଟାଚାର ଦୁନିଆରେ ନିହାତି ଦରକାର। କାରଣ ଭଦ୍ରତା ଶିଷ୍ଟାଚାର ପାଇଁ ବେଶୀ କଷ୍ଟ କରିବାକୁ ପଡ଼େନି। ଅପରନ୍ତୁ ଅନ୍ୟମାନେ ଖୁସି ହୁଅନ୍ତି, ମୁଗ୍ଧ ହୁଅନ୍ତି। ଏହାଦ୍ୱାରା ସମାଜରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ। ଧରାଯାଉ ଆପଣ ମିଷ୍ଟର ଦାସ, ଅନ୍ୟମାନେ କହିବେ ମିଷ୍ଟର ଦାସ ପ୍ରିଜର୍ଭସ୍ ଏ ଗୁଡ୍ ପର୍ସନାଲିଟି। ଅର୍ଥାତ୍ ମିଷ୍ଟର ଦାସ ଜଣେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ। ନିମ୍ନରେ କେତେକ ଶବ୍ଦ ଏବଂ ଛୋଟ ବାକ୍ୟ ଦିଆଗଲା ଯାହାର ବହୁଳ ବ୍ୟବହାର ଡେଲି ଲାଇଫରେ ହୋଇଥାଏ। ସରି, ଦୁଃଖିତ। ପ୍ଲିଜ୍, ଦୟାକରି। ଥ୍ୟାଙ୍କ୍ସ, ଧନ୍ୟବାଦ। କାଇଣ୍ଡଲି, ଦୟାକରି। ମେ, ପାରିବା। ଏକ୍ସକ୍ୟୁଜ୍ ମି, କ୍ଷମା କରିବେ ମୋତେ। ୱେଲକମ୍, ସ୍ୱାଗତ। ଏଜ୍ ୟୁ ଲାଇକ୍ ଇଟ୍, ଯେମିତି ଆପଣ ପସନ୍ଦ କରିବେ।
ଇଟ୍ସ ମାଇ ପ୍ଲେଜର, ଏହା ମୋର ଖୁସି। ନୋ ମେନସନ୍, କିଛି କଥା ନାହିଁ। ଇଟ୍ସ ଅଲ୍ ରାଇଟ୍, ସବୁ ଠିକ୍ ଅଛି। ଇଟ୍ସ ଫାଇନ୍, ଖୁବ୍ ଭଲ। ଏଲୋ ମି, ଅନୁମତି ଦିଅନ୍ତୁ। ଗ୍ରେଟଫୁଲ୍, କୃତଜ୍ଞ। ଅଫକୋର୍ସ, ସମ୍ଭବତଃ। ସରି, ସରିର ବ୍ୟବହାର। ଅଜ୍ଞାତବଶତଃ ପାଟିରୁ କିଛି କଥା ବାହାରିଗଲା। କାହା ଦେହରେ ହାତ କିମ୍ବା ଗୋଡ଼ ବାଜିଗଲା। କାହାର ନିର୍ଦ୍ଦେଶ ମୁତାବକ କୌଣସି ଛୋଟ କାମ କରିପାରୁନାହାନ୍ତି। ବିଶେଷ କରି କୌଣସି ଛୋଟ ଛୋଟ ଅପରାଧ ପାଇଁ ସରିର ପ୍ରୟୋଗ ହୋଇଥାଏ। ପ୍ଲିଜ୍, ପ୍ଲିଜ୍ର ବ୍ୟବହାର। ପ୍ଲିଜ୍ ଇଂରାଜୀ ଭାଷାରେ ଏକ ସାଧାରଣ ବ୍ୟବହାର। ଓଡ଼ିଆ କହିଲା ଭଳି ସିଧାସଳଖ ଆପଣ ଯଦି କୁହନ୍ତି ହେଲ୍ପ ମି, ଗିଭ୍ ମି ୟୋର୍ ପେନ୍, ତେବେ ଜଣାଯିବ ଯେ ଆପଣ ଇଂରାଜୀର ପ୍ରଚଳିତ ଶିଷ୍ଟାଚାର ଭଦ୍ରତା ସହ ପରିଚିତ ନୁହନ୍ତି। ଯଦି ଆପଣ କହିବେ ୟୋର୍ ପେନ୍ ପ୍ଲିଜ୍ ବା ପ୍ଲିଜ୍ ଗିଭ୍ ମି ୟୋର୍ ପେନ୍, ହେଲ୍ପ ମି ପ୍ଲିଜ୍, ତେବେ କହିବା ଠିକ୍ ହେବ। ଯେଉଁଠି ସାଇଡ଼୍ ଚାହୁଁଛନ୍ତି ତ କୁହନ୍ତୁ ସାଇଡ଼୍ ପ୍ଲିଜ୍। କିଛି ମାଗୁଛନ୍ତି ତ ପ୍ଲିଜ୍ର ବ୍ୟବହାର କରନ୍ତୁ। ଗିଭ୍ ମି ଏ କପ୍ ଅଫ୍ ଟି ପ୍ଲିଜ୍। ପ୍ଲିଜ୍ ଗିଭ୍ ମି ୟୋର୍ ବୁକ୍ ଅର୍ ୟୋର୍ ବୁକ୍ ପ୍ଲିଜ୍। ପଚାରିବା ବେଳେ ପ୍ଲିଜ୍ର ବ୍ୟବହାର କରନ୍ତୁ। ଟାଇମ୍ ପ୍ଲିଜ୍, ପ୍ଲିଜ୍ ରେଜ୍ ୟୋର୍ ହ୍ୟାଣ୍ଡସ୍, ଦୟାକରି ହାତ ଟେକ ଇତ୍ୟାଦି। କାହାକୁ ଆଦେଶ କିମ୍ବା ନିର୍ଦ୍ଦେଶ ଦେଲାବେଳେ ପ୍ଲିଜ୍ କୁହନ୍ତୁ। ଯେମିତି ସଟ୍ ଦ ଡୋର୍ ପ୍ଲିଜ୍, କବାଟ ବନ୍ଦ କର। ପ୍ଲିଜ୍ କମ୍ ହିଅର୍, ପ୍ଲିଜ୍ କମ୍ ହିଅର୍, ଟେକ୍ ଇଟ୍ ପ୍ଲିଜ୍ ଇତ୍ୟାଦି। ଥ୍ୟାଙ୍କ୍ସର ପ୍ରୟୋଗ। ଆପଣ ଚାହିଁବା ମୁତାବକ କିଏ କାମ କରିଦେଲେ ଆପଣ କୁହନ୍ତୁ ଥ୍ୟାଙ୍କ ୟୁ। କାହାକୁ କିଛି ପଚାରୁଛନ୍ତି ତ ସେ କହିପାରନ୍ତୁ କି ନ ପାରନ୍ତୁ ଆପଣ କୁହନ୍ତୁ ଥ୍ୟାଙ୍କ୍ସ। କିଏ ଆପଣଙ୍କୁ କିଛି ଦେଉଛନ୍ତି ତ ଆପଣ ଗ୍ରହଣ କଲେ କହିବେ ଥ୍ୟାଙ୍କ୍ସ, ନ କଲେ କହିବେ ନୋ ଥ୍ୟାଙ୍କ୍ସ। ଅଧିକ ଖୁସି ଅଛନ୍ତି ଅଥବା ଅଧିକ ପରିମାଣରେ କୃତଜ୍ଞତା ଜଣାଇବାକୁ ଚାହାନ୍ତି ସେଠାରେ କୁହନ୍ତୁ ମେନି ମେନି ଥ୍ୟାଙ୍କ୍ସ ଟୁ ୟୁ। ତୁମକୁ ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ ଭେରି ମଚ୍। ବହୁତ ଧନ୍ୟବାଦ ତୁମକୁ, ଥ୍ୟାଙ୍କ ୟୁ ସୋ ମଚ୍। ବହୁତ ବହୁତ ଧନ୍ୟବାଦ ତୁମକୁ। କାଇଣ୍ଡଲି, କାଇଣ୍ଡଲିର ପ୍ରୟୋଗ। ପ୍ଲିଜ୍ ଅପେକ୍ଷା କାଇଣ୍ଡଲିରେ ବେଶୀ ବିନମ୍ରତା ପ୍ରକଟ ହୁଏ। କାଇଣ୍ଡଲି ରିପିଟ୍ ଦ କ୍ୱେଶ୍ଚିନ୍, ଦୟାକରି ପ୍ରଶ୍ନ ପୁନରାବୃତ୍ତି କରନ୍ତୁ। କାଇଣ୍ଡଲି ଡୁ ମି ଦିସ୍ ଫେଭର, ଦୟାକରି ମୋର ଏହି ଉପକାର କରନ୍ତୁ। କାଇଣ୍ଡଲି ଚେକ୍ ଦିସ୍ ପେପର, ଦୟାକରି ଏହି କାଗଜ ତନଖି ନିଅନ୍ତୁ। ମେ'ର ପ୍ରୟୋଗ। ମେ ସମ୍ଭାବନା ଅର୍ଥରେ ବ୍ୟବହୃତ ହୁଏ। ଶିଷ୍ଟାଚାର ପାଇଁ ମେ'ର ବହୁଳ ପ୍ରୟୋଗ ହୋଇଥାଏ। ଆଜି ରାତିରେ ବର୍ଷା ହୋଇପାରେ। ଇଟ୍ ମେ ରେନ୍ ଟୁ ନାଇଟ୍। ଯେକୌଣସି ସମୟରେ ଜଣେ ପୀଡ଼ିତ ହୋଇପାରେ। ଏଟ୍ ଏନି ଟାଇମ୍। ଯେକୌଣସି ସମୟରେ ଜଣେ ପୀଡ଼ିତ ହୋଇପାରେ। ଏଟ୍ ଏନି ଟାଇମ୍ ୱାନ୍ ମେନି ଫଲ୍ ଇଲ୍।
ପଚାରିବା ଅର୍ଥରେ ହେଲେ ମେ ଆଇ ଗୋ ଆଉଟ୍ ସାର୍, ମହାଶୟ ମୁଁ ବାହାରକୁ ଯାଇପାରେ କି? ମେ ଆଇ କମ୍ ଇନ୍ ସାର୍, ମହାଶୟ ମୁଁ ଭିତରକୁ ଆସିପାରେ କି? ମେ ଆଇ ଡିଷ୍ଟର୍ବ ୟୁ ସାର୍, ମହାଶୟ ମୁଁ ଆପଣଙ୍କୁ ବାଧା ଦେଇପାରେ କି? ମେ ଆଇ ରିକ୍ୱେଷ୍ଟ ୟୁ ସାର୍, ମହାଶୟ ମୁଁ ଆପଣଙ୍କୁ ଅନୁରୋଧ କରିପାରେ କି? ମେ ଆଇ ଆସ୍କ ୟୁ ସାର୍, ମହାଶୟ ମୁଁ ଆପଣଙ୍କୁ ପଚାରିପାରେ କି? ମେ ଆଇ ହେଲ୍ପ ୟୁ, ମହାଶୟ ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ କି? ଏକ୍ସକ୍ୟୁଜ୍ ମିର ପ୍ରୟୋଗ। ଏକ୍ସକ୍ୟୁଜ୍ ମିର ଫର୍ମାଲ ଏପ୍ରୋଚ୍ ନିହାତି ଭାବରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ହେବା ଦରକାର। କେହି ଜଣଙ୍କ ସହ ବସିଛନ୍ତି ବା କୌଣସି ଗୁରୁଜନଙ୍କ ପାଖରେ ବସିଛନ୍ତି, ଆପଣ କିଛି ଦେଲେ ବି କାଶିଦେଲେ ସଙ୍ଗେ ସଙ୍ଗେ କହିବେ ଏକ୍ସକ୍ୟୁଜ୍ ମି। କାହାକୁ କିଛି କହିବାକୁ ଚାହୁଁଛନ୍ତି ଅଥବା ପଚାରିବାକୁ ଚାହୁଁଛନ୍ତି, ସେଠାରେ ପ୍ରଥମେ ଏକ୍ସକ୍ୟୁଜ୍ ମି କହି କଥା ଆରମ୍ଭ କରନ୍ତୁ। ଉଦାହରଣ ସ୍ୱରୂପ, ଏକ୍ସକ୍ୟୁଜ୍ ମି, ହ୍ୱାଟ୍ ଇଜ୍ ଦ ଟାଇମ୍ ବାଇ ୟୋର ୱାଚ୍? କ୍ଷମା କରିବେ, ଆପଣଙ୍କ ଘଣ୍ଟାରେ କେତେ ବାଜିଲା? ଶ୍ରେଣୀରେ ସାର୍ କିଛି ବୁଝାଉଛନ୍ତି, ଆପଣ ବୁଝିପାରୁନାହାନ୍ତି, ସେଠାରେ ଏକ୍ସକ୍ୟୁଜ୍ ମି ସାର୍ କହି କଥା ଆରମ୍ଭ କରନ୍ତୁ। ଏହା ବାଦ କ୍ଷମା ମାଗିବା ଅର୍ଥରେ ଏକ୍ସକ୍ୟୁଜ୍ ମି କୁହାଯାଏ। ୱେଲକମ୍ର ପ୍ରୟୋଗ। ଆପଣଙ୍କ ଘରକୁ କିଏ ଆସିଛନ୍ତି ତ ସ୍ମିତ ହସି କୁହନ୍ତୁ ୱେଲକମ୍। ଆପଣ କାହାର ଦରକାରରେ ଆସିଲା ଭଳି କିଛି କାମ କରିଦେଇଛନ୍ତି ତ ସେ ଆପଣଙ୍କୁ ଧନ୍ୟବାଦ ଦେବେ। ଆପଣ ସେଠି ନୀରବ ରହିବା ପରିବର୍ତ୍ତେ କୁହନ୍ତୁ ୱେଲକମ୍। ଏଜ୍ ୟୁ ଲାଇକ୍ ଇଟ୍ର ପ୍ରୟୋଗ। ଧରାଯାଉ ଆପଣଙ୍କୁ ଆପଣଙ୍କ ବନ୍ଧୁ, ଶୁଭାକାଂକ୍ଷୀ କି ଆତ୍ମୀୟ କେହି କୌଣସି କାର୍ଯ୍ୟ ପାଇଁ ମନା କରୁଛନ୍ତି ଅଥବା କାମ ପାଇଁ କହୁଛନ୍ତି। ସେଠି ଆପଣଙ୍କ ପସନ୍ଦ ଅପେକ୍ଷା ତାଙ୍କ ପସନ୍ଦର ବେଶୀ ପ୍ରାଧାନ୍ୟ ରହିଛି। ସେଠି ଆପଣ କୁହନ୍ତୁ ଏଜ୍ ୟୁ ଲାଇକ୍ ଇଟ୍। ନିମ୍ନରେ କେତେକ ସ୍ଥାନରେ ଏଜ୍ ୟୁ ଲାଇକ୍ ଇଟ୍ର ପ୍ରୟୋଗ ଦିଆଯାଇଛି। ସୁରେଶ ଲାଇବ୍ରେରୀ ଯିବୁ କି? ସୁରେଶ, ୱିଲ୍ ୟୁ ଗୋ ଟୁ ଦ ଲାଇବ୍ରେରୀ? ହଁ, ୟେସ୍ ସୁରେଶ, ମୋ ପାଇଁ ଗୋଟେ କାମ କରିଦେବୁ କି? ସୁରେଶ, ୱିଲ୍ ୟୁ ଡୁ ଏ ୱାର୍କ ଫର୍ ମି? ରଞ୍ଜନ, ନିଶ୍ଚୟ, କାହିଁକି ନୁହେଁ? ରଞ୍ଜନ, ସିଓର, ହ୍ୱାଇ ନଟ୍? ସୁରେଶ, ତୋ ଲାଇବ୍ରେରୀ କାର୍ଡ଼ରେ ମୋ ଲାଗି ସିଦ୍ଧାର୍ଥ ବହି ଆଣିବୁ? ସୁରେଶ, ୟୁ ୱିଲ୍ ବ୍ରିଙ୍ଗ ସିଦ୍ଧାର୍ଥ ଫର୍ ମି ୟୁଜିଂ ୟୋର ଲାଇବ୍ରେରୀ କାର୍ଡ଼? ରଞ୍ଜନ, ଠିକ୍ ଅଛି। ରଞ୍ଜନ, ଓକେ। ସୁରେଶ, ମୁଁ ଯିବି କି ତୋ ସହିତ? ସୁରେଶ, ୱିଲ୍ ଆଇ ଗୋ ୱିଥ୍ ୟୁ? ରଞ୍ଜନ, ଯେମିତି ତୋ ଇଚ୍ଛା। ରଞ୍ଜନ, ଏଜ୍ ୟୁ ଲାଇକ୍ ଇଟ୍। ପୁଅ, ତୁମେ କ'ଣ ଚାହଁ ମୁଁ ବାପାଙ୍କ ପାଖେ ରହିବି? ସନ୍, ଉଡ୍ ୟୁ ପ୍ରିଫର୍ ମି ଟୁ ଷ୍ଟେ ୱିଥ୍ ଫାଦର? ମା, ଯେମିତି ତୋ ଇଚ୍ଛା। ମଦର, ଏଜ୍ ୟୁ ଲାଇକ୍ ଇଟ୍। ଇଟ୍ସ ମାଇ ପ୍ଲେଜରର ପ୍ରୟୋଗ। କୌଣସି ଅଫରକୁ ଗ୍ରହଣ କଲାବେଳେ, କିଏ ଆପଣଙ୍କୁ ଧନ୍ୟବାଦ ଅର୍ପଣ କଲାବେଳେ, ଆପଣଙ୍କ ରୁଚି ମୁତାବକ କୌଣସି ପ୍ରସ୍ତାବ ମିଳୁଥିବା ବେଳେ ଅଥବା କୌଣସି ଦାୟିତ୍ୱକୁ ଉପରିସ୍ଥ ହାକିମଙ୍କଠାରୁ ଗ୍ରହଣ କରୁଥିଲା ବେଳେ ଇଟ୍ସ ମାଇ ପ୍ଲେଜର କହିବେ। ପ୍ରସନ୍ନତାକୁ ଏହାଦ୍ୱାରା ଔପଚାରିକ ଢଙ୍ଗରେ ପ୍ରକାଶ କରାଯାଇଥାଏ। ପ୍ରଶ୍ନ, ମିଷ୍ଟର ଅଗ୍ରୱାଲ, ମୁଁ ଚାହେଁ ଆପଣ କାମ
ପରିଚାଳନା ନିମନ୍ତେ ଦିଲ୍ଲୀ ଯାଆନ୍ତୁ। ଉତ୍ତର ଏହା ମୋର ଆନନ୍ଦ ମହାଶୟ। ଇଟ୍ସ ମାଇ ପ୍ଲେଜର। ନୋ ମେନସନ୍ର ପ୍ରୟୋଗ। କିଏ ଆପଣଙ୍କୁ ଥ୍ୟାଙ୍କସ୍ କହିଲେ, କିଏ ଆପଣଙ୍କୁ କୃତଜ୍ଞତା ପ୍ରକାଶ କଲେ, କିଏ ଆପଣଙ୍କୁ କ୍ଷମା ମାଗିଲେ ଅଥବା ସରି କହିଲେ ଆପଣ ନୋ ମେନସନ୍ କୁହନ୍ତୁ। ଇଟ୍ସ ଅଲରାଇଟ୍ର ପ୍ରୟୋଗ। ଆପଣଙ୍କୁ କିଏ କ୍ଷମା ମାଗିଲା ଭଳି ବ୍ୟସ୍ତତା ପ୍ରକାଶ କରୁଥିଲା ବେଳେ ଯଥା ମୋତେ କ୍ଷମା କରନ୍ତୁ ମହାଶୟ, ଏଭଳି ଭବିଷ୍ୟତରେ ହେବ ନାହିଁ। ଏକ୍ସକ୍ୟୁଜ୍ ମି ସାର୍। ଏଠାରେ ଆପଣ କୁହନ୍ତୁ ଇଟ୍ସ ଅଲରାଇଟ୍, ସବୁ ଠିକ୍ ଅଛି। ଆପଣ ଖାଉଛନ୍ତି, ଆପଣ ଅଳ୍ପ ଖାଦ୍ୟ ନେବାକୁ ଚାହାନ୍ତି, ପ୍ରଥମ ଥରକରେ ଆପଣ କୁହନ୍ତୁ ଇଟ୍ସ ଅଲରାଇଟ୍। କାହାକୁ ଆପଣ କିଛି ଦେଉଛନ୍ତି, ଫେରସ୍ତ ଆଣିଲା ବେଳେ ପରଖି ସାରି ଆପଣ କହିବେ ଇଟ୍ସ ଅଲରାଇଟ୍। କିଏ ଆପଣଙ୍କୁ ଥ୍ୟାଙ୍କସ୍ କିମ୍ବା ସରି କହିଲା ବେଳେ ଆପଣ ନୀରବ ନ ରହି ଇଟ୍ସ ଅଲରାଇଟ୍ କହିଲେ ମଧ୍ୟ ସୁନ୍ଦର ହେବ। ଇଟ୍ସ ଫାଇନ୍ର ପ୍ରୟୋଗ। ଇଟ୍ସ ଅଲରାଇଟ୍ ଭଳି ଇଟ୍ସ ଫାଇନ୍ କୁହନ୍ତୁ। କାହାର କାମକୁ ଅଥବା କଥାକୁ ତାରିଫ କଲାବେଳେ ଇଟ୍ସ ଫାଇନ୍ କୁହନ୍ତୁ। ଏଲାଓ ମିର ପ୍ରୟୋଗ। କିଛି କହିବା ପାଇଁ ଅନୁମତି ଚାହୁଁଥିଲେ ଆପଣ ଏଲାଓ ମି କୁହନ୍ତୁ। ମୋତେ କହିବାକୁ ଅନୁମତି ଦିଅନ୍ତୁ। ଏଲାଓ ମି ଟୁ ସେ। ମୋତେ ଏହି କାମ କରିବାକୁ ଅନୁମତି ଦିଅନ୍ତୁ। ଏଲାଓ ମି ଡୁ ଦିସ୍ ୱାର୍କ। ମୋତେ ବାହାରକୁ ଯିବା ଲାଗି ଅନୁମତି ମିଳୁ। ଏଲାଓ ମି ଟୁ ଗୋ ଆଉଟ୍। ଗ୍ରେଟଫୁଲ୍ର ପ୍ରୟୋଗ। କୃତଜ୍ଞତା ଜ୍ଞାପନ କଲାବେଳେ ଗ୍ରେଟଫୁଲ୍ର ପ୍ରୟୋଗ ହୋଇଥାଏ। ମୁଁ ତୁମ ପ୍ରତି କୃତଜ୍ଞ। ଆଇ ଆମ୍ ଗ୍ରେଟଫୁଲ୍ ଟୁ ୟୁ। ତୁମେ ଯଦି ସେ କଥା କହିଦେବ ମୁଁ ସାରା ଜୀବନ ପାଇଁ ତୁମ ପାଖରେ କୃତଜ୍ଞ ରହିବି। ଇଫ୍ ୟୁ ୱିଲ୍ ଡୁ ଦ୍ୟାଟ୍ ଆଇ ସାଲ୍ ଗ୍ରେଟଫୁଲ୍ ଟୁ ୟୁ ଫର୍ ଏଭର୍। ଆଇ ସାଲ୍ ଇଫ୍ ୟୁ ୱିଲ୍ ଡୁ ଦ୍ୟାଟ୍, ଆକୁ ମଧ୍ୟ ଆମେ ପଢ଼ିପାରିବା ଆଇ ୱିଲ୍ ଗ୍ରେଟଫୁଲ୍ ଟୁ ୟୁ ଫର୍ ଏଭର୍। ଅଫକୋର୍ସର ପ୍ରୟୋଗ। ମୁଁ ତୁମର ବହିଟା ନେଇପାରିବି କି? ଉତ୍ତରରେ କୁହାଯିବ ବାସ୍ତବିକ। ଅଫକୋର୍ସ। ବାସ୍ତବିକ ତୁମ କାର୍ଯ୍ୟ ପ୍ରଶଂସନୀୟ। ଅଫକୋର୍ସ ୟୋର ୱାର୍କ ଇଜ୍ ଆଡମିରେବୁଲ୍ ବା ଆଡମାୟାରେବଲ୍ ପଢ଼ାଯିବ। ମୁଁ ତୁମ ବହିଟା ନେଇପାରିବି କି? ଉତ୍ତରରେ କୁହାଯିବ ବାସ୍ତବିକ। ଅଫକୋର୍ସ ୟୋର ୱାର୍କ ଇଜ୍ ଆଡମାୟାରେବଲ୍। Like, share, and subscribe to our channel, SKM Verse.